ମାତା ଜହିଁ ରହି ଅଛନ୍ତି ସେଠାରେ ଗୁପତେ ରହି ସଂଗାତରେ ପଥର ଚପା ଯେ ହୋଇଛି ତହିଁ ସଂଗାତରେ। ଆପଣଙ୍କ 2024 ଆପଣ ଯେମିତି କହୁଛି ଛତିଆ ଯିବେ ମହାପ୍ରଭୁ, ସତରେ କ'ଣ ଶ୍ରୀକ୍ଷେତ୍ର ଛାଡ଼ି ମହାପ୍ରଭୁ ଛତିଆ ଯିବେ? ଯିବେ ଯିବେ, କିନ୍ତୁ ଗୋଟିଏ କଥା କହିଲି, ପ୍ରଭୁ ନିଜେ ଯିବେ ନାହିଁ, ଆଡ଼େ କଥା ଦେଇଛନ୍ତି। ବ୍ରହ୍ମଟି ଆସିବ ଭାରି, ଖାଲି ଦାରୁଟି ଯିବ। ଯେଉଁ 108 ବର୍ଷ ଦାରୁ ବ୍ରହ୍ମକୁ ଛତିଆରେ ହାଡ଼ିବନ୍ଧୁ ଦାସ ଅମରାବତୀରେ ପୂଜା କରୁଥିବେ, ସେହି ବ୍ରହ୍ମ ପଶିବ ସେ ଦାରୁରେ। କିନ୍ତୁ ଛତିଆ ପ୍ରଭୁ କାହିଁକି ଯିବେ? ଦାରୁ ଯିବ ଛତିଆ, କିନ୍ତୁ ପ୍ରଭୁ ଯିବେ ନାହିଁ। ପ୍ରଭୁ ଫେରି ଆସିବେ। ସେଇଠି କହିଛନ୍ତି ଯେ ଅର୍ଜୁନ, ଯେବେଳେ ଭୂରିଶ୍ରବା ମାରି ବସର ତୁ ଏକା ସରକେ ଆଣିବୁ ମୋତେ ଶ୍ରୀକ୍ଷେତ୍ର, ମୋ ବ୍ରହ୍ମଟାକୁ ନେଇ ପଳେଇ ଆସିବୁ, ଦାରୁଟା ଖାଲି ଯିବ, କିନ୍ତୁ ପ୍ରଭୁ ଯିବେ ନାହିଁ। ଯେଉଁ ବ୍ରହ୍ମକୁ ହାଡ଼ିବନ୍ଧୁ ମହାପୁରୁଷ 108 ବର୍ଷ ପୂଜୁଥିବେ, ସେହି ବ୍ରହ୍ମ ହିଁ ସେ ଦାରୁରେ ପଶିବ। ଏହା ହିଁ ସତ୍ୟ। ପ୍ରଭୁ କ'ଣ କଳ୍କି ଜନ୍ମଗ୍ରହଣ କରିସାରିଲେଣି? କରିଛନ୍ତି। କଳ୍କି ଜନ୍ମଗ୍ରହଣ ସରିଲେଣି। ସମସ୍ତେ କହୁଛନ୍ତି ମହେନ୍ଦ୍ର ପର୍ବତଗିରିରେ ପରଶୁରାମ ଅଛନ୍ତି। ସେହି ପରଶୁରାମଙ୍କ ପାଖରେ 12 ବର୍ଷ ତପସ୍ୟା କରିକି ପ୍ରଭୁ କ'ଣ କରିବେ ନା ତାଙ୍କଠାରୁ ଶିକ୍ଷା ପାଇବେ, ଅସ୍ତ୍ରଶସ୍ତ୍ର ଶିକ୍ଷା କରିବେ। ଦେବ ପ୍ରଦତ୍ତ ନାମରେ ଘୋଡ଼ା ଯିବ, ନନ୍ଦକ ଖଡ଼ଗ, ଇଏ ଦୁଇଟା ପ୍ରଭୁ ସେଠୁ ପାଇକିରି ଆସିବେ। ପ୍ରଭୁ କେତେ ଉଚ୍ଚା ରହିଥିବେ ନା 64 ହାତ ରହିଥିବେ ପ୍ରଭୁ। ସେ 64 ହାତ କଳ୍କିକି ପ୍ରଭୁ ତ ଦେଖିପାରିବେ? କେହି ଅନେଇ ପାରିବ କି? ବଳଦେବ ଥିବେ 27 ହାତ, ରେବତୀ ଥିବେ 21 ହାତ। ମଣିଷ ଦେଖିପାରିବ ତାକୁ? ପ୍ରଭୁ ଯାହା ଲେଖିଛନ୍ତି ଆମେ କହୁନୁ, ଏହା ହିଁ ସତ୍ୟ, ହବା ହିଁ ହେବ। ପ୍ରଭୁ ଅଛନ୍ତି ଯୋଗେରେ। ଅନେକ ଲୋକ ମାଳିକାକୁ ମିଥ୍ୟା ଭାବୁଛନ୍ତି ଆଜିକାଲି ଯୁବପିଢ଼ି। କ'ଣ ସବୁ ଲେଖା ଅଛି ବିସ୍ତୃତ ଆଲୋଚନା? ମହାପୁରୁଷ କ'ଣ କ'ଣ ଲେଖିଛନ୍ତି ଗୋଟେ ଗୋଟେ ପଦ ବୁଲେଇକି ଆମର ଦର୍ଶକମାନଙ୍କୁ ବୁଝେଇବେ। ପ୍ରଭୁ କହିଛନ୍ତି କ'ଣ ନା ଚଣ୍ଡୀ ଚାମଡ଼ା ମାତିବେ, ଗୋଡ଼ାଇ କରି ସେ ଖାଉନଥିବେ, ସମୁଦ୍ର ଜୁଆର হবে କେତେ ଅବା ଘାଣ୍ଟି ସେ ଖାଉଥିବ। ଆପଣଙ୍କର ଅଛି ପ୍ରଳୟ ଗୋଟେ, ଯାହାକୁ କହନ୍ତି ଖଣ୍ଡ ପ୍ରଳୟ, 6ଟା ଜିଲ୍ଲା ଧ୍ୱଂସ ଯିବ। ସେଇଟା ସେ ପ୍ରଭୁ କରିବେ ନା ଆମେ କରିବା? ସେ ପ୍ରଭୁଙ୍କ ଦ୍ୱାରା ଯାହା ହେବ। ତେଣୁ କହିଛି ମହୁଆ ମତଲା ଜନ ହୋଇବେ, ବାଟ ବଣା ଯେ ସେମାନେ ହେବେ, ଠକଙ୍କ ହାବୁଡ଼େ ଯିବେଟି ପଡ଼ି, ସତ୍ୟକୁ ଯିବେ ସକଳ ହୁଡ଼ି। ଲୋକ ସତ୍ୟ ପଥକୁ କେହି ଯାଉନାହାନ୍ତି। ଆପଣ ଯଦି କିଛି ଗୋଟେ କ'ଣ କରିଦେଲେ, ସେ ଅମୁକ ବାବା, ସେ ଅମୁକ ଲୋକ ସେଠି ଅମୁକ କରିଛି, ଯେ ଆପଣ ସେଇଠି ସୋ ବାଇଆ ହେଇଗଲେ, କିନ୍ତୁ କିଛି ମହତ୍ଵ ବୁଝିପାରିବେ ନାହିଁ। କ'ଣ ହେଉଛି କାହିଁ ହେଉଛି, ଆପଣ ସେଇ ସୋରେ ଚାଲିଗଲେ। ସେଠି କ'ଣ ହେଉଛି ନା ହେଉଛି, ଆଉ ସେଠି ଏତେ ଲୋକ, ଏତେ ଖାଇବା ପିଇବା, କ'ଣ ଆରେ ସେଠି ହେଉଛି କ'ଣ, ସେଠି ଅଛନ୍ତି କିଏ, ପ୍ରଥମେ ତାକୁ ଜାଣିବାକୁ ହେବ। ତେଣୁ ସଂସାରରୁ ଦୀପ ଲିଭିବ କହିଲେ 24ରେ ଭାରତର ଦୀପ ଲିଭିଯିବ। କ'ଣ ଦୀପ ଲିଭିଲା ନା ଆପଣଙ୍କର ଢେଙ୍କାନାଳ ଜୋରନ୍ଦା ଗାଦି ରହିଲା କି? ଭାଙ୍ଗିଲା। ତେଣୁ କହିଲା ଭାରତର ଦୀପ ଲିଭିବ, ପୃଥ୍ୱୀ ହେବ ଗୋଳଗୁଣ୍ଡା। ଭାରତର ଗୋଟିଏ ଦୀପ ଥିଲା କିଏ? ଜୋରନ୍ଦା ଗାଦି। କହିଲା ଯେବେ ସିଏ କେଉଁଠି ଉଦୟ ନା ଭଦ୍ରକ ଜିଲ୍ଲାର ଇଟୁଆ ଗ୍ରାମରେ ଅନାଦି ଗୋସାଇଁ ଥିବେ। ସତ୍ୟର ପ୍ରକଟ ଯେବେ ହୋଇବ, ଉଦୟ ସେଇ ହୋଇବେ। ସେହି ସମୟରେ ଇଟୁଆ ଗ୍ରାମରେ ଭଦ୍ରକ ଜିଲ୍ଲାରେ ଅନାଦି ଗୋସାଇଁଙ୍କ ପୀଠ, ସିଏ ସେଇଠୁ ଉଦୟ ହେଇ ଆସିବେ। ସମସ୍ତେ କୁହନ୍ତି ହସ୍ତିର ରାଜ ସିଂହାସନ ହେଉଛି କିଏ ନା ଆମର ମନ୍ତ୍ରିମଣ୍ଡଳ ଯିଏ ହେଇଛି। ଆରେ ରାଜା କିଏ ହେବ ନା ରାମଚନ୍ଦ୍ର କେଶରୀ। ଆରେ ସେ କିଏ? ତାଙ୍କ ନାଁ କ'ଣ? ସେ କେଉଁଠି ଅଛନ୍ତି? ଅଯୋଧ୍ୟାର ରାଜା କିଏ ହେବ? ସିଏ କିଏ? ସେ ତାଙ୍କୁ ସିନା କିଏ ଜାଣିଲେ, ବୁଝେଇଲେ ସିନା ଲୋକ ଜାଣିବେ। ଆରେ ସିଏ ତ ଗୁପ୍ତରେ ଅଛନ୍ତି, ସେ ତ ହିମାଳୟରେ ତପସ୍ୟା କରୁଛନ୍ତି, ସେଇଟା ଆସି ରାଜା ହେବେ। ସେ ତ 2 ଜଣ ଅଛନ୍ତି ତପସ୍ୟାରେ। ସ୍ୱତନ୍ତ୍ର ଭାଗବତ ଆମ 12 ସ୍କନ୍ଧରେ ମଧ୍ୟ ଲେଖିଯାଇଛି। ଆମେ ବାଉଳା କାହିଁ ହେବା? ଏହା ହିଁ ସତ୍ୟ। କହିଲା ନାଉ ଗାଁରେ 9 ଅଙ୍କ 9 ଫୁଟ। ନାଉ ଗାଁ ହେଉଛି 9 ଅଙ୍କର ଖେଳ।
ନନ୍ଦୀଗ୍ରାମ କେଉଁଠି ଅଛନ୍ତି ଠାକୁର? ବ୍ରହ୍ମା ବିଷ୍ଣୁ ମହେଶ୍ୱର କେଉଁଠି ତ୍ରିଦେବ ପୂଜା ହେଉଛନ୍ତି? କେବଳ ନନ୍ଦୀଗ୍ରାମରେ ପୂଜା ହେଉଛନ୍ତି। କାହିଁକି ନା ଚନ୍ଦ୍ରଶେଖର ନନ୍ଦେଶ୍ୱର ବ୍ରହ୍ମା ଅଛନ୍ତି କାଠ ରୂପେ ପୂଜା ପାଉଛନ୍ତି। କାହିଁକି ନା ନନ୍ଦୀଗ୍ରାମ ଯେଉଁ ବାମ୍ଫି ଅଛି ସେଇ ବାମ୍ଫିରୁ ପ୍ରଭୁ ବାହାରିଥିଲେ ବ୍ରହ୍ମା କାଠ। ସେ ବାମ୍ଫି ଅଛି, ସେ ବାମ୍ଫି ଭିତରେ ପଥର ଚପା ହେଇଛି। ଯେବେ ସେ ପଥର ଉଠିବ ସାରା ସଂସାର ବୁଡ଼ିଯିବ। କଲା ଗଙ୍ଗା ମାତା ଜହିଁ ରହି ଅଛନ୍ତି ସେଠାରେ, ଗୁପତେ ରହି ସଙ୍ଗାତରେ, ପଥର ଚପା ଯେ ହୋଇଛି ତହିଁ ସଙ୍ଗାତରେ। ଆପଣଙ୍କ ଡାବର ବନ୍ଧ କିଏ ପକେଇଛି ଦେଖିଛନ୍ତି? ଡାକ ଘାଇ ଯେବେ ଖୋଲିବ ସାରା ସଂସାର ପ୍ରଳୟ ହେବ। ଡାବର ବନ୍ଧ ହେଲା ଡାକ ଘାଇ, କେହି ଜାଣନ୍ତିନି ୟାକୁ। କଲା ଅଳକା ଦେଇନ ପାଣି ପଡ଼ିବ, ଡାକ ଘାଇ ସେଇ ବେଳେ ଭାଙ୍ଗିବ। ସେବେଳେ ଭାଙ୍ଗିବ 12ଟା ଘାଇ, କାଳିଆ ଘାଇ ସେ ନାମଟି ଦେଇ। କାଳିଆ ଘାଇ ଡାକ ମାରିକିରି ଆସିବ। କହିବା କଥା ନୁହଁ, କାହିଁକି ନା ସମୟ କ୍ରମେ ଆମେ କହିଦେଲୁ। କଲା ପୂର୍ବରୁ ମୁହାଣେ ଫାଟିବ ଜାଣ, ଧୋବେଇଗଡ଼ର ନିକଟ ଜାଣ, ମାହାଙ୍ଗା ନିକଟ ହୋଇନଥିବ, ସରିତା ଦେବୀ ଯେ ଜଗି ନଥିବ। ପାରାଦୀପି ଗଡ଼ ପାଣି ପଡ଼ିବ, ମୁହାଣୀ ଫାଟି ପାଣି ଆସିବ। ଆଜ୍ଞା ମିଛ ହବନି ମହାପୁରୁଷଙ୍କର। ଆମେ ଶୁଣନ୍ତୁ ଆଜ୍ଞା, କାହା ବିଶ୍ୱାସ ଅବିଶ୍ୱାସକୁ ଆମେ କହୁନୁ। ଯାହାଟା ପ୍ରଭୁଙ୍କର ଆଦେଶ, ଯାହାଟା ପ୍ରଭୁଙ୍କର ବାକ୍ୟ, ଆମେ ତାହା ହିଁ ସତ୍ୟ କହିବୁ। ଆମେ କାହା କଥାରେ କିଛି କହିବୁନି, ନା କିଏ କ'ଣ କହିଲା ଆମେ କହିବୁନି। ଯାହାଟା ଆମ ଅନୁଭବ ଦ୍ୱାରା ଆମେ କହିବୁ। ଆଜ୍ଞା ଆପଣଙ୍କୁ ଏଇଟା ଭଲ କଥା କହିଲେ ଆପଣ ଶୁଣିବେ କି? ଆପଣଙ୍କୁ କେହି ଜଣେ ବାପା ଏପଟେ ଯା ନା, ଆପଣ ତା କଥା ଶୁଣିବେ କି? ବାପା କଥା ପୁଅ ଶୁଣୁଛି, ନା ଭାଇ କଥା ଭାଇ ଶୁଣୁଛି, ନା ଆପଣ ଗୋଟେ ଭଲ କର୍ମ କଲେ ତମକୁ ଭଲ କହୁଛି? ସବୁ ଚାଲିଛି ଅଲଗା। ସବୁ ମାୟା, ସବୁ ମିଥ୍ୟା, ସବୁ କପଟ। ଆପଣ ଭଲ କହିଲେ ଆପଣଙ୍କୁ କେହି ଭଲ କହିବେନି, ଭଲ କର୍ମ କଲେ ଆପଣଙ୍କୁ କେହି ଭଲ କହିବେନି। ଯେତେ ଖରାପ କରିବ କହି ସେ ଭଲ। କାହିଁକି ନା ସଂସାର ଅବିକା ସେଇଆ ଚାହିଁଛି। ଲଙ୍ଗଳା ନାଚ ସବୁଠି ହେଉଛି। ଗୋଟେ ପାଲା ହେଲେ କିଏ ଯାଉଛି କି? ଗୋଟେ ଭାଗବତ ସପ୍ତାହ ଯଦି ହେଉଛି, କେଉଁଠି ପ୍ରବଚନ ହେଉଛି କେତେ ଲୋକ? ଗୋଟେ ଲଙ୍ଗଳା ନାଚ ହେଉଛନ୍ତି ହଜାର ହଜାର ଲୋକ। କାହିଁକି? ଅପସଂସ୍କୃତି କେଉଁଠି? କିଏ କରିଛି? ଠାକୁର କରିଛି। ତେଣୁ କହିছে ମଣିଷ ଜୀବନ ମଣିଷ ନେବ, ଆଉ କେହି ନେବେନି। ଏ ମଣିଷ ଜୀବନକୁ ମଣିଷ ନେଉଛି, ଆଉ କେହି ନେଉନାହାନ୍ତି। ଯେ ଲୋକ ଖାଉଛି, ଲୋକ ଉପାସେ ପଡ଼ିଛି। ତେଲିଆ ମୁଣ୍ଡରେ ତେଲ। ଗୋଟେ ଲୋକ ଖାଇବାକୁ ପାଉନି, ତାର ନାହିଁ, ଯିଏ ଖାଉଛି ଖାଉଛି। ଏ ସଂସାର କ'ଣ ଏଇଆ? ତେଣୁ କଳିର ଘୋର କଳିର ଖେଳ। କଲା କଳି ଥାଇ ହେବ ସତ୍ୟ, କେହି ନ ପାଇବେ ତାହାର ଅନ୍ତ ଯାଇ ଫୁଲଲ। ଏ ତ ଅଟେ ଅଚ୍ୟୁତଙ୍କର ବୃତ୍ତାନ୍ତ ସଂଗାତରେ। ଆଉ କିଏ ଲେଖିଛି? ମହାପୁରୁଷ ଲେଖିଛନ୍ତି। ଏଇଟା କ'ଣ ମିଥ୍ୟା? ଯିଏ ମାଳିକାକୁ ମିଥ୍ୟା କହେ ସେ କେବେ ବଞ୍ଚିପାରିବେ ନାହିଁ। ଜୟ ଜଗନ୍ନାଥ।